ଆଚ୍ଛା ଶୁଣିଲ, ହଁ, କଣ ହେଲା? ବୋଉକୁ ଟିକେ ଦେଖିଲ। ଆରେ ତା ବୟସ ଏତେ ବଢି ବଢି ଯାଉଛି, ତା ବୁଦ୍ଧି ସବୁ ଯାଉଛି କୁଆଡେ? ଆରେ କଣ ହେଲା କି? ଟାଇମ ଟୁ ଟାଇମ ତାକୁ ଖାଇବାକୁ ଦଉଛେ, ତାର ଯତ୍ନ ନଉଛେ, ତାର ଏତେ କେୟାର କରୁଛେ, କିନ୍ତୁ ସେ ଯାଇକି ପଡିଶା ଘର ମାନଙ୍କ ଲୋକମାନଙ୍କ ଆଗରେ ଗପୁଛି ମୋ ପୁଅ ବୋଉ ମୋର କିଛି କରୁନାହାନ୍ତି ବୋଲି। ଆରେ ତାଙ୍କ ବୟସଟା ହଉଛି ଏମିତି, ସେ ଜାଣିପାରିବେନି ଭଲ କଣ ମନ୍ଦ କଣ। ଆରେ ତମେ ଯେତେବେଳେ ଛୋଟ ପିଲା ଥିଲ, ତମେ ବି ସେତେବେଳେ କିଛି ଜାଣିପାରୁନଥିଲ। ଇଏ ହଉଛି ସେଇ ମା ଯିଏ ତମକୁ ଶିଖଉଥିଲେ ଭଲ କଣ ମନ୍ଦ କଣ। ଏବେ ତାଙ୍କର ବୁଦ୍ଧି କାମ କରୁନି, ଠିକ ଅଛି। ଆରେ ଆମ ମାନଙ୍କର କର୍ତ୍ତବ୍ୟ ନା, ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମେ ତାଙ୍କର ସେବା କରିବା, ଯତ୍ନ ନବା। ଆରେ ଆମେ ପରା ତାଙ୍କ ପାଖରେ ଋଣୀ। ସେ ତମକୁ ଜନ୍ମ ଦେଇଛନ୍ତି, ତମକୁ ଛୋଟରୁ ବଡ କରିଛନ୍ତି, ଆଉ ତମ ଭଳି ମତେ ଗୋଟେ ସ୍ୱାମୀ ଦେଇଛନ୍ତି। ଆରେ ତମେ କେମିତି ଭାବି ପାରୁଛ ମୁଁ ତାଙ୍କୁ ଖରାପ ଭାବିବି ବୋଲି? ଜୀବନଠୁ ଅଧିକ ସିଏ ତମକୁ ଭଲ ପାଆନ୍ତି। ସେ ଜାଣି ପାରୁନାହାନ୍ତି ଭୁଲ କୋଉଟା ଠିକ କୋଉଟା। ତାଙ୍କର ପରା ଏଇଟା ବୟସ ଏମିତି, ଆଉ ତାଙ୍କର ତ ଏଇଟା ବୃଦ୍ଧା ସମୟ ଚାଲିଛି। ଆରେ ଆମ ଦି ଜଣଙ୍କର କର୍ତ୍ତବ୍ୟ ହଉଛି ଆଖି ବନ୍ଦ କରି କାନ ବନ୍ଦ କରି ତାଙ୍କର ଏମିତି ସେବା କରି ଚାଲିଥିବା। ଆରେ ମା ପରା ସିଏ ମୋର।